ପିଲାବେଳେ ଆମର ଯେତେବେଳେ ଦାନ୍ତ ବିନ୍ଧୁଥିଲା ଆମେ ଜେଜେମାଙ୍କ ପାଖକୁ ଯାଉଥିଲୁ। ଜେଜେମା ତାଙ୍କ ପାନ ଡଲାରୁ ଆମକୁ ଔଷଧର ରାଣୀ କହି ଗୋଟିଏ ଜିନିଷ ଖାଇବାକୁ ଦେଉଥିଲେ। ଆଉ ସେଇ ଔଷଧର ରାଣୀ କ'ଣ ଜାଣନ୍ତି? ସେ ହେଉଛି ଲବଙ୍ଗ। ଭାରତୀୟ ଖାଦ୍ୟରେ ଲବଙ୍ଗକୁ କେବଳ ମସଲା କିମ୍ବା ସୁଗନ୍ଧ ଭାବରେ ବ୍ୟବହାର କରାଯାଏ ନାହିଁ ଦର୍ଶକ ବନ୍ଧୁ, ବରଂ ଏହାକୁ ଔଷଧୀୟ ଗୁଣର ଏକ ଭଣ୍ଡାର ଭାବରେ ମଧ୍ୟ ବିବେଚନା କରାଯାଏ। ଆପଣମାନେ ପ୍ରାୟତଃ ଦାନ୍ତ ଯନ୍ତ୍ରଣା ପାଇଁ ଲବଙ୍ଗ ତେଲର ବ୍ୟବହାର କରନ୍ତି, କିନ୍ତୁ ଆପଣମାନେ କ'ଣ ଜାଣନ୍ତି ଯେ ଶୋଇବା ପୂର୍ବରୁ ପାଟିରେ ଗୋଟିଏ ଲବଙ୍ଗ ରଖି ଶୋଇବା ଦ୍ୱାରା ଆମକୁ କ'ଣ ଲାଭ ମିଳେ? ପ୍ରାୟତଃ ଆମେମାନେ ଯେତେବେଳେ ସକାଳୁ ଉଠୁ ଆମ ମୁହଁରେ ସତେଜ ଅନୁଭବ କରୁନଥାଉ। ଏହାଛଡ଼ା ଦର୍ଶକ ବନ୍ଧୁ, ବେଳେବେଳେ ରାତିରେ ଗଳା ଯନ୍ତ୍ରଣା କିମ୍ବା ଶୁଖିଲା କାଶ ଆମ ନିଦକୁ ଭାଙ୍ଗିଦିଏ। ଏହାର ସରଳ ଏବଂ ସୁନ୍ଦର ସମାଧାନ ହେଉଛି ଲବଙ୍ଗ। ବର୍ତ୍ତମାନ ସମୟରେ ଆମେ ଆଧୁନିକତାର ଚାକଚକ୍ୟରେ ପ୍ରାୟତଃ ଛୋଟ ସ୍ୱଦେଶୀ ଉପାଦାନର ଶକ୍ତିକୁ ଭୁଲି ଯାଇଛେ। ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଏହି ଲବଙ୍ଗ। ଆଜି ଆମେ ଆପଣମାନଙ୍କୁ ଲବଙ୍ଗର ଏକ ଚମତ୍କାରିତା ବିଷୟରେ କହୁଛୁ। ବିଶ୍ୱାସ କରନ୍ତୁ, ଆପଣ ଯଦି ଶୋଇବା ପୂର୍ବରୁ ପାଟିରେ ଗୋଟିଏ ଲବଙ୍ଗ ରଖି ଶୋଇବେ, ତେବେ ଏହାର ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଯାଦୁକରୀ ଆରାମଦାୟକ ଉପକାରିତା ଆପଣଙ୍କୁ ନିଦଠାରୁ ଆରମ୍ଭ କରି ଆପଣଙ୍କ ପାଚନ ତନ୍ତ୍ର ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଭାବ ପକାଇବ। ତେବେ ଆସନ୍ତୁ ଜାଣିବା ଏହି ଛୋଟ ମସଲାର ମହାନ ଗୁଣ ବିଷୟରେ। ଲବଙ୍ଗ ହେଉଛି ଏକ ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ ଏଜେଣ୍ଟ। ଯେତେବେଳେ ଆପଣ ରାତିସାରା ଲବଙ୍ଗକୁ ମୁହଁରେ ରଖନ୍ତି, ସେମାନଙ୍କର ମୁଖ୍ୟ ଉପାଦାନ ୟୁଜେନଲ୍ ଧୀରେ ଧୀରେ ଲାଳରେ ଦ୍ରବୀଭୂତ ହୋଇଯାଏ। ଏହା ରାତାରାତି ଆପଣଙ୍କ ମୁହଁରେ ଜମା ହୋଇଥିବା ଜୀବାଣୁକୁ ଦୂର କରିବାରେ ସାହାଯ୍ୟ କରେ, ଯାହାଫଳରେ ପାଟିରୁ ଦୁର୍ଗନ୍ଧ ଦୂର କରେ, ଦାନ୍ତ ବିନ୍ଧା ଏବଂ ଫୁଲି ଯାଇଥିବା ମାଢ଼ି। ଲବଙ୍ଗର ନିଃଶ୍ୱେତକ ଗୁଣ ରାତାରାତି ଆରାମ ପ୍ରଦାନ କରିଦିଏ। ଏହାଛଡ଼ା ଦର୍ଶକ ବନ୍ଧୁ, ଯେଉଁମାନେ ରାତିରେ ଶୁଖିଲା କାଶ କିମ୍ବା ଗଳା ଯନ୍ତ୍ରଣା ଭୋଗନ୍ତି, ଲବଙ୍ଗର ଉଷ୍ମତା ସେମାନଙ୍କୁ ଆରାମ ଦେବାରେ ସାହାଯ୍ୟ କରେ। ଏହାଛଡ଼ା ଆପଣଙ୍କ ପେଟ ଏବଂ ପାଚନ ପ୍ରଣାଳୀକୁ ମଧ୍ୟ ସିଧାସଳଖ ପ୍ରଭାବିତ କରେ। ଆଉ ଆମର ଆୟୁର୍ବେଦ କହେ ଯେ ଭଲ ପାଚନ ହେଉଛି ଭଲ ନିଦର ଚାବିକାଠି। ସତରେ ଦର୍ଶକ ବନ୍ଧୁ, ଏହା କେବଳ ମସଲା ନୁହେଁ, ଆମ ଜେଜେମାଙ୍କର ଔଷଧର ରାଣୀ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।